30 ମାର୍ଚ୍ଚ ଇଣ୍ଟରନ୍ୟାସନାଲ୍ ଡେ ଅଫ୍ ଜିରୋ ୱେଷ୍ଟ। ଇଣ୍ଟରନ୍ୟାସନାଲ୍ ଡେ ଅଫ୍ ଜିରୋ ୱେଷ୍ଟ ଯେଉଁଟାକୁ ପାଳନ କରାଯାଏ 30 ମାର୍ଚ୍ଚରେ। ୟୁନାଇଟେଡ୍ ନେସନ୍ ଜେନେରାଲ୍ ଆସେମ୍ବଲି ଆଡ଼ପ୍ଟ କରିଥିଲା ରେଜଲ୍ୟୁସନ୍ଟିକୁ ତା'ର 77ତମ ସେସନ୍ରେ, ଯେଉଁଟାକି ହେଉଥିଲା 14 ଡିସେମ୍ବର 2022ରେ। ତାପରେ 2023ରେ 30 ମାର୍ଚ୍ଚରେ ପ୍ରଥମ ଥର ଇଣ୍ଟରନ୍ୟାସନାଲ୍ ଡେ ଅଫ୍ ଜିରୋ ୱେଷ୍ଟ ପାଳନ କରିବା ଆରମ୍ଭ ହେଲା। ଥିମ୍ ଅଛି ଏ ବର୍ଷର ଫୁଡ଼୍ ୱେଷ୍ଟ। ଫୁଡ଼୍ ୱେଷ୍ଟ ଉପରେ ଫୋକସ୍ କରାଯାଇଛି। ତେଲେଙ୍ଗାନା ଆସେମ୍ବଲି ପାସ୍ କରିଛି ତେଲେଙ୍ଗାନା ଏମ୍ପ୍ଲୟିଜ୍ ଆକାଉଣ୍ଟେବିଲିଟି ଆଣ୍ଡ ମନିଟରିଂ ଅଫ୍ ପାରେଣ୍ଟାଲ୍ ସପୋର୍ଟ ବିଲ୍, ଯେଉଁଟାକି 2026। ଏଇଟା ବନାହେଇଛି ଯେ ଯିଏ ନିଜ ବୃଦ୍ଧ ପିତାମାତାମାନଙ୍କୁ ହତାଦର କରିବେ, ସିଏ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟି ହୁଅନ୍ତୁ କିମ୍ବା ପ୍ରାଇଭେଟ୍ ଏମ୍ପ୍ଲୟି ହୁଅନ୍ତୁ, ତାଙ୍କର 50% ସାଲାରୀର କିମ୍ବା 10,000 ଟଙ୍କା ପେନାଲ୍ଟି ରୂପେ ତାଙ୍କର ପିତାମାତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ କରି ଦିଆଯିବ। ସାଧ୍ବୀ ନିରଞ୍ଜନ ଜ୍ୟୋତି ଯିଏକି ଆପଏଣ୍ଟେଡ୍ ହେଇଛନ୍ତି ଚେୟାରପର୍ସନ୍ NCBCର ନ୍ୟାସନାଲ୍ କମିଶନ୍ ଫର୍ ବ୍ୟାକ୍ୱାର୍ଡ କ୍ଲାସ୍, ଯେଉଁଟାକି ଏଷ୍ଟାବ୍ଲିଶ୍ ହେଇଥିଲା 1993। ଏହା ବିଷୟରେ କୁହାଯାଇଛି ଇଣ୍ଡିଆନ୍ କନଷ୍ଟିଟ୍ୟୁସନର ଆର୍ଟିକିଲ୍ 338Bରେ। ନିଶା ମେହେତା ଯିଏକି ନେପାଳରେ ବନିଛନ୍ତି ନୂଆ ମିନିଷ୍ଟର ଫର୍ ହେଲ୍ଥ ଆଣ୍ଡ ପପୁଲେସନ୍, ସିଏ BSc ନର୍ସିଂ କରିଥିଲେ ଏମ୍ସ ଦିଲ୍ଲୀରେ। ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଫର୍ ମେଡ଼ିକାଲ ସାଇନ୍ସ ଦିଲ୍ଲୀ, ଯେଉଁଟାକି 1956ରେ ଏଷ୍ଟାବ୍ଲିଶ୍ ହେଇଥିଲା। ନେପାଳ ବର୍ତ୍ତମାନ କରିଛି ଯେ ପଞ୍ଚମ କ୍ଲାସ୍ ପର୍ଯ୍ୟନ୍ତ କୌଣସି ଏକ୍ଜାମ୍ ହେବନି। 8th ହକି ଇଣ୍ଡିଆ ଆନୁଆଲ୍ ଆୱାର୍ଡ଼ 2025, ଯେଉଁଟାରେ କି ହରଦୀପ ସିଂ ଆଉ ନବନୀତ କୌର ଇଏ ମେନ୍ରେ ଆଉ ଓମେନ୍ରେ ପାଇଛନ୍ତି ପ୍ଲେୟାର୍ ଅଫ୍ ଦ ଇୟର୍ 2025, ଯାହାର ନାଁ ହେଉଛି ହକି ଇଣ୍ଡିଆ ବଲବୀର ସିଂ ସିନିୟର ଆୱାର୍ଡ଼। ଏଥିରେ 20 ଲକ୍ଷ ଟଙ୍କା ମିଳେ ମାନପତ୍ର ସହିତ ପ୍ରାଇଜ୍। ଜାଫର ଇକବାଲ ଯିଏ ପାଇଛନ୍ତି ମେଜର ଧ୍ୟାନଚାନ୍ଦ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ଼, ଏଥିରେ ମିଳେ 25 ଲକ୍ଷ ଟଙ୍କା। ହକି ୟୁନିଟ୍ ଅଫ୍ ଝାଡ଼ଖଣ୍ଡ ଯିଏ ପାଇଛନ୍ତି ବେଷ୍ଟ ମେମ୍ବର ୟୁନିଟ୍ ଅଫ୍ ଇୟର୍ 2025, 2.5 ଲକ୍ଷ ଟଙ୍କା। ପ୍ରିନ୍ସ ଦୀପ ସିଂ ଯିଏକି ପାଇଛନ୍ତି ହକି ଇଣ୍ଡିଆ ଯୋଗରାଜ ସିଂ ଆୱାର୍ଡ଼, ଯେଉଁଟାକି ଫର୍ ଅପକମିଂ ପ୍ଲେୟାର ଅଣ୍ଡର 21 ମେନ୍ ପାଇଁ ଦିଆଯାଏ। ସାକ୍ଷୀ ରଣା ହକି ଇଣ୍ଡିଆ ଆସନ୍ତା ଲାକ୍ରା ଆୱାର୍ଡ଼, ଯେଉଁଟାକି ଅପକମିଂ ପ୍ଲେୟାର ଅଣ୍ଡର 21 ଓମେନ୍ ପାଇଁ ଦିଆଯାଏ। ହରମନପ୍ରୀତ କୌର ଯିଏକି ଇଣ୍ଡିଆର ଓମେନ୍ କ୍ରିକେଟ୍ ଟିମ୍ର କ୍ୟାପ୍ଟେନ୍ ଅଛନ୍ତି, ତାଙ୍କ ନାଁରେ ପ୍ରଥମେ ଇଣ୍ଡିଆର ଫାଷ୍ଟ ପିଙ୍କ୍ ଷ୍ଟାଣ୍ଡ ବନାଯାଉଛି ଓମେକ୍ସ ଷ୍ଟେଟ୍ ଷ୍ଟାଡିୟମ୍ ଦ୍ୱାରକା, ଯେଉଁଟା ଦ୍ୱାରକା ନ୍ୟୁ ଦିଲ୍ଲୀରେ ଅଛି ଷ୍ଟାଡିୟମଟି। ଗଡ୍ ଫାଷ୍ଟିଂସ୍ ଯିଏକି ଜର୍ମାନୀର, ତାଙ୍କୁ ମିଳୁଛି ଏବେଲ ପ୍ରାଇଜ୍ 2026, ଯେଉଁଟାକି କୁହାଯାଏ ନୋବେଲ ପ୍ରାଇଜ୍ ମ୍ୟାଥମେଟିକ୍ସର। ପ୍ରଦାନ କରାଯାଏ ନରୱେଆନ୍ ଏକାଡେମୀ ଅଫ୍ ସାଇନ୍ସ ଆଣ୍ଡ ଲେଟର ଦ୍ୱାରା। ପ୍ରଥମେ ଏବେଲ ପ୍ରାଇଜଟିକୁ ଏଷ୍ଟାବ୍ଲିଶ୍ କରାଯାଇଥିଲା 2002ରେ ନରୱେ ଦ୍ୱାରା। 2003ରେ ଜିନ୍ ପିୟର୍ସର ଯିଏକି ପାଇଥିଲେ ପ୍ରଥମେ ଆୱାର୍ଡ଼ଟିକୁ। 2007ରେ ପ୍ରଥମ ଇଣ୍ଡିଆନ୍ ଯିଏ ପାଇଥିଲେ ଶ୍ରୀନିବାସ SR ବର୍ଦ୍ଧନ। ଜୁପାଲି କ୍ରିଷ୍ଣା ରାଓ ଯିଏକି ହେଉଛନ୍ତି ତେଲେଙ୍ଗାନାର ଟୁରିଜିମ୍ ଆଉ କଲଚର ମିନିଷ୍ଟର, ତାଙ୍କୁ ମିଳିଛି ଗ୍ରାଣ୍ଡ ପ୍ରାଇଜ୍ ଫର୍ କଣ୍ଟ୍ରିବ୍ୟୁସନ୍ ଟୁ ୱାର୍ଲଡ ପିସ୍, ଯେଉଁଟା ଦିଆଯାଇଛି ୱାର୍ଲଡ ବୁଦ୍ଧିଷ୍ଟ ପିସ୍ କନଫରେନ୍ସ ହେଉଥିଲା ହାଇଦ୍ରାବାଦରେ, ସେଠାରେ ଆୱାର୍ଡ଼ଟିକୁ ପ୍ରଦାନ କରାଯାଇଛି। 20% କନଷ୍ଟେବଲ ପୋଷ୍ଟ ରିଜର୍ଭ ରହିବ, ଯେଉଁଟାକି ଏକ୍ସ ଅଗ୍ନିବୀରମାନଙ୍କ ପାଇଁ। କେଉଁଥିରେ ନା ଦିଲ୍ଲୀ ପୋଲିସରେ। ଏଥିରେ କୌଣସି ଫିଜିକାଲ ଟେଷ୍ଟ ଦରକାର ନାହିଁ। ବିଜୟ ପଦ ସିଂଘାନିଆ ଯିଏକି ଥିଲେ ପୂର୍ବତନ ଚେୟାରମ୍ୟାନ୍ ରେମଣ୍ଡ ଗ୍ରୁପର, ସିଏ ପରଲୋକ ହୋଇଛନ୍ତି। ରାହୁଲ ଅରୁଣ ଦେ ଯିଏକି ଥିଲେ ବେଙ୍ଗଲୀ ଫିଲ୍ମ ଆକ୍ଟର, ସିଏ ମଧ୍ୟ ପରଲୋକ ହୋଇଛନ୍ତି। ମିଆମି ଓପନ୍ ଯେଉଁଟାକି 41ତମ ଏଡିସନ୍ ଥିଲା, ଏଇଟା ଖେଳାଯାଏ ହାର୍ଡକୋର୍ଟରେ। କେଉଁଠି ଖେଳାଯାଏ? ମିଆମି ଗାର୍ଡେନ୍ ସିଟିରେ, ଯେଉଁଟାକି ଅଛି ଫ୍ଲୋରିଡା ଷ୍ଟେଟ୍ରେ, ଯେଉଁଟାକି ଅଛି ୟୁନାଇଟେଡ୍ ଷ୍ଟେଟ୍ କଣ୍ଟ୍ରିରେ। ମେନ୍ ସିଙ୍ଗଲରେ ଜିତିଛନ୍ତି ଜାନିକ୍ ସିନର ଯିଏକି ହେଉଛନ୍ତି ଇଟାଲୀର। ଆଇରେ ଗାର ଦେଇଛି, ମନେ ରଖିବାକୁ ସହଜ ହେବ। ଓମେନ୍ ସିଙ୍ଗଲରେ ଜିତନ୍ତି ଆରେନା ସବାଲେଙ୍କା, ବିରେ ଗାର ଦେଇଛି ବେଲାରୁଷର, ସିଏ ତ ମନେ ରଖିବାକୁ ସହଜ ହେବ।
ଇଏ ମିଆମି ଓପନ୍ ଜିତିବା ସହିତ ୱେଲ୍ସ ମାଷ୍ଟର ଇଣ୍ଡିଆନ୍ ୱେଲ୍ସ ମାଷ୍ଟର ମଧ୍ୟ ଜିତିଛନ୍ତି। ଦୁଇଟାକୁ ଜିତିଲେ ଏଟାକୁ କୁହାଯାଏ ସନସାଇନ୍ ଡବଲ୍ କମ୍ପ୍ଲିଟ୍ କରିଛନ୍ତି ବୋଲି। ଏକେ ଆଣ୍ଟୋନେଲି ଯିଏକି ଜାପାନିଜ୍ ଗ୍ରାଣ୍ଡ ପ୍ରିକ୍ସ F1 ଜିତିଛନ୍ତି 2026ର, ସେ ଜଣେ ମର୍ସିଡିଜ୍ ଡ୍ରାଇଭର, ତାଙ୍କୁ 19 ବର୍ଷ। କ୍ରିଷ୍ଟିନା କୋଚ୍ ଯିଏକି ବନିବାକୁ ଯାଉଛନ୍ତି ପ୍ରଥମ ଓମ୍ୟାନ୍ ଯିଏକି ଫ୍ଲାଏ କରିବା ଆରାଉଣ୍ଡ ଦ ମୁନ୍। ଏଟାକୁ ମଧ୍ୟ କୁହାଯାଏ ଫ୍ଲାଏ ବିୟଣ୍ଡ ଲୋ ଏର୍ଥ ଅର୍ବିଟ୍ LEO। ଏଇଟା କେଉଁଥିରେ ନା ନାସାର ଆର୍ଟିମିସ୍ 2 ମିଶନରେ ସାମିଲ ହେବେ। 4 ଜଣ ଅଛନ୍ତି, 4 ଜଣ ମଧ୍ୟରୁ ଇଏ ଜଣେ ଓମେନ୍ ଅଛନ୍ତି ଆଷ୍ଟ୍ରୋନଟ୍ସ। ସୁଜାତା ଭୂଇଁଆ ଯିଏକି ସମ୍ବଲପୁରର ଫିସ୍ ଫାର୍ମର, ମୋଦି ତାଙ୍କର ମନ୍ କି ବାତ୍ରେ ପ୍ରଶଂସା କରିଛନ୍ତି ତାଙ୍କ ବିଷୟରେ। ମନେ ରଖିବା କଥା ହେଉଛି ସେ ଜଣେ ଫିସ୍ ଫାର୍ମର ବୋଲି। କ୍ୟାରୋଲିନା ମାରିନ୍ ଯିଏକି ସ୍ପେନ୍ର ବ୍ୟାଡମିଣ୍ଟନ ଖେଳାଳି, ସିଏ ରିଟାୟାରମେଣ୍ଟ ଆନାଉନ୍ସ କରିଛନ୍ତି ଇଞ୍ଜରୀ ଯୋଗୁଁ। 3 ଥର ସିଏ ୱାର୍ଲଡ ଚାମ୍ପିୟନ ଥିଲେ, 14, 15, 18, 7 ଥର ୟୁରୋପିଆନ୍ ଚାମ୍ପିୟନ। ଗୋଲ୍ଡ ମେଡାଲ ପାଇଥିଲେ ରିଓ ଅଲିମ୍ପିକ୍ 2016ରେ। IIED ଫୁଡ୍ ସିକ୍ୟୁରିଟି ଇଣ୍ଡେକ୍ସ 2026 ଯେଉଁଟାକୁ ରିଲିଜ୍ କରିଛି IIED ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ଏନଭାରନମେଣ୍ଟ ଆଣ୍ଡ ଡେଭଲପମେଣ୍ଟ, ଯାହାର କି 4ଟା ସୋପାନ ରହିଛି, 4ଟା ପିଲର, ଯେଉଁଟାକି ଆଭେଲେବିଲିଟି, ଆକ୍ସେସିବିଲିଟି, ୟୁଟିଲାଇଜେସନ୍, ସଷ୍ଟେନେବିଲିଟି। ଆଇସଲ୍ୟାଣ୍ଡ ଟପ୍ରେ ଅଛି 9.26 ସ୍କୋର ସହିତ, ଡେନମାର୍କ, ତାପରେ ଅଷ୍ଟ୍ରିଆ, ଲାଷ୍ଟ ଅଛି ସୋମାଲିଆ। ଇଣ୍ଡିଆ ସ୍କୋର କରିଛି 5.31 ଯେଉଁଟାକି କମ୍ ଅଛି ଗ୍ଲୋବାଲ ଆଭରେଜ ଠାରୁ। ଗ୍ଲୋବାଲ ଆଭରେଜ ଆମର ୱାର୍ଲଡର ଅଛି 6.74। ଆଡାନୀ ପୋର୍ଟ ଆଣ୍ଡ ସ୍ପେଶିଆଲ ଇକୋନୋମିକ ଜୋନ୍ ଯେଉଁଟାକି ପ୍ଲାନ୍ ବନେଇଛି ଯେ ବନାଯିବ କ'ଣ ନା ଇଣ୍ଡିଆର ଫାଷ୍ଟ ପୋର୍ଟ ଅଫ୍ ରିଫ୍ୟୁଜି ସିଷ୍ଟମ୍, ଯେଉଁଟାକି 2ଟା ଜାଗାରେ ବନାଯିବ। ଇଣ୍ଡିଆର ୱେଷ୍ଟ କୋଷ୍ଟରେ ଦିଘି ପୋର୍ଟ ମହାରାଷ୍ଟ୍ରରେ, ଆଉ ଗୋପାଳପୁର ପୋର୍ଟ ଓଡ଼ିଶାରେ ଯେଉଁଟାକି ଇଷ୍ଟ କୋଷ୍ଟରେ ଅଛି। କାମବ୍ରେନ୍ ଯେଉଁଟାକି ଇଣ୍ଡିଆର ଫାଷ୍ଟ ରିପୋଜିଟାରୀ ଅଫ୍ ସାଇକିଆଟ୍ରିକ୍ ଡିସଅର୍ଡର, ଯେଉଁଟାକି ବନାଯାଉଛି ବେଙ୍ଗଲୁରୁରେ। ଏଇଟା ଷ୍ଟଡି କରିବ ନ୍ୟୁରୋ ସାଇକିଆଟ୍ରିକ୍ ଡିସଅର୍ଡରକୁ।